ସେଦିନ ତାରିଖ ଥିଲା 15/10/2017 ମସିହା। ଏହା କେବଳ ଗୋଟିଏ ଦିନ ନୁହଁ, ଏହା ମୋ ଜୀବନର ସେହି ଦିନ ଯେ କି ମୁଁ ଜାଣିଲି ସୁଖ ଦୁଃଖ ଦୁହେଁ ହାତ ଧରାଧରି ହେଇ ଚାଲନ୍ତି। ଯେମିତିକି ମୁଁ ଆପଣଙ୍କୁ ପୂର୍ବ ଭିଡ଼ିଓରେ କହିଛି ଯେ ଆମ ଘରେ କିଛି ଗାଈ ଗୋରୁ ପାଳନ୍ତି। ଆମ ଗାଁ ଗହଳିରେ ପ୍ରାୟ ସମସ୍ତଙ୍କ ଘରେ ଗାଈ ଛେଳି କୁକୁଡ଼ା ଥାଆନ୍ତି। ତ ସେମିତି ଆମ ଘରେ ବି ଥିଲେ ପାଖାପାଖି 5-6ଟି। ତ ଆମ ଗାଁରେ ଗୋଟେ ନିୟମ ଅଛି କ'ଣ କି, ମାନେ ଯାହାର ବି ଗାଈ ଗୋରୁ ଥିବେ ସେମାନେ ନିଜେ ଚରେଇବେ, ନଚେତ ଅଲଗା ଲୋକକୁ ଚରେଇବାକୁ କହିବେ। ତ ଆମର ଯେହେତୁ କାଳୀପୂଜା ସମୟ ଚାଲିଥାଏ, ତ ଗୋଟେ ଦିନ ବନ୍ଦ ହେବ ମାନେ ବହୁତ କିଛି ଅସୁବିଧା ହେଇଯିବ। ସେଥିଲାଗି ବାପା ଆମର ଜଣକୁ କହିଥିଲେ ଯେ ତୁ ଆମ ଗାଈଟା ଚରେଇ ଦେବୁ, ଆଉ ତା ପାଳିରେ ଆମେ ଯାଇକି ଚରେଇ ଦେବୁ। ଏଇଭଳିଆ ହୁଏ ଗାଁ ଗହଳିରେ, ଆପଣ ଯଦି ଗାଁ ଲୋକ ହେଇଥିବେ ଜାଣିଥିବେ। କିନ୍ତୁ ସେଇଦିନ ଆମର ମାମୁଁକୁ ବାପା କହିଥିଲେ ଗାଈ ଚରେଇବାକୁ, କିନ୍ତୁ ମାମୁଁ ମନା କରିଦେଲେ। ଯେତେବେଳେ ସେଇ କଥାଟା ମୁଁ ଶୁଣିଲି ନା, ଏତେ ଡର ଲାଗିଲା। କାହିଁକିନା ଗୋଟିଏ ଦିନ ବି ଯଦି ମୁଁ କାମ ବନ୍ଦ କରିଦେଉଛି ମୋର ବହୁତ କିଛି ଅସୁବିଧା ହେଇଯିବ। ଗୋଟେ ଦିନରେ ମୁଁ ବହୁତ କିଛି କାମ ବି ବନ୍ଦ ହେଇଯିବ, ଏମିତି ମୋ ମନରେ ଆସୁଥାଏ। ତାପରେ ମୁଁ ମନରେ ଭାବିଲି ଛାଡ଼ ସେ କଥା ଭାବିକି ଆଉ କାହିଁ ଟେନସନ୍ ନେବା। ତ ମୁଁ ନିଜେ ଗଲି ଗାଈ ଚରେଇବାକୁ, ମୋର ପାଳି ଥାଏ। ତ ସେତେବେଳେ ଚାଷବାସ ସବୁଆଡ଼େ ଧାନ ପାନ ଲଗାଲଗି ସରିଯାଇଥାଏ। ତ ବେଶୀ ଜାଗା ନଥାଏ ଗାଈ ଗୋରୁ ଚରେଇବାକୁ। ତ ଆମର ତୋଟାରେ ଚରେଇବାକୁ ପ୍ରାୟ ସବୁ ଯାଆନ୍ତି, ଆମ୍ବ ତୋଟା। ତ ବୋଉ ପଖାଳ ଭାତ ଦେଲା, ମୁଁ ଖାଇ ଖୁଆକି ଗାଈ ନେଇକି ଗଲି। ସେଠି ଗାଈ ଚରେଇବା ଭିତରେ ବହୁତ କିଛି ମନରେ ଚିନ୍ତା ଆସିଲା, ଭାବନା ଆସିଲା ଯେ ମୋ ଭବିଷ୍ୟତକୁ ନେଇକି କାଲି କ'ଣ କରିବି, ସେ ବିଷୟରେ ବହୁତ ପ୍ରକାର ଚିନ୍ତା ଆସିଲା। ମୁଁ ଏମିତି ବସିଥାଏ, ପାଖାପାଖି 1-2ଟା ସମୟ ହେବ, ବହୁତ ଜୋରେ ଭୋକ ଲାଗୁଥାଏ। ଆମ୍ବ ତୋଟା ମୂଳେ ମୁଁ ବସିଥାଏ, ସେପଟେ ଗାଈ ଚରୁଥାନ୍ତି। ମୁଁ ଏପଟକୁ ଅନେଇକି ଦେଖେ ତ ମୋ ସାନ ଭାଇ ମାନେ ମୋ ଦାଦା ପୁଅ ବିକି ଗୋଟେ କେଟିଲିରେ ଭାତ ଧରିକି ମୋ ପାଖକୁ ଆସୁଛି। ଆଉ ଦେଖିକି ଏତେ ଖୁସି ଲାଗିଲା, କାହିଁକିନା ସେତେବେଳେ ଯେଉଁ ଭୋକ ଲାଗୁଥିଲା ନା, ଯେତେବେଳେ ମୁଁ କେଟିଲି ଖୋଲିଦେଲି ସେତେବେଳେ ଥିଲା ପଖାଳ ଭାତ, ଲଙ୍କା ରସୁଣ, ଖଣ୍ଡେ ଆଳୁ ଆଉ ଆମ୍ବୁଲ। ଯେତେବେଳେ ତାକୁ ଖାଇଲି ନା, ଏତେ ଶାନ୍ତି ଲାଗିଲା। ପଖାଳ ଭାତ ସିନା ଖାଇଲି, ଆଉ ତାର ଯେଉଁ ସ୍ୱାଦଟା ନା ଆଜି ବି ମୋ ମନରୁ ଲିଭିନି। କାମ ସାରିକି ସର୍ତ୍ତ ନନା, ମୁଁ, ଦୈନ ନନା ଘଟଗାଁ ବାହାରିଲୁ। ପହଞ୍ଚିଲା ପରେ ସାର୍ ଆମ କାଗଜରେ ସବୁ ଦସ୍ତଖତ କରିଦେଲେ। ସେଠୁ ମନରେ ଗୋଟିଏ ଭାବନା ଆସିଲା, ଆଉ ମନେ ମନେ ଭାବିଲି ସବୁ କିଛି ଖରାପ ନୁହଁ। ଆଉ ଖୁସି ମନରେ ଆମେ ଘରକୁ ଫେରିଲୁ। କିନ୍ତୁ ଜୀବନର କାହାଣୀ ଏଠି ଶେଷ ହେଲାନି। କିନ୍ତୁ ମୁଁ ପୂର୍ବରୁ ଶୁଣିଥିଲି ଯେ ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଆସେ ବୋଲି। ଏହି କିଛି ଦିନ ମୋ ଜୀବନରେ ଯାହା ଘଟିଲା ନା, ସେଠୁ ମୁଁ ଜାଣିଗଲି ଯେ ଆକ୍ଚୁଆଲି ସେ କଥାର ମୂଲ୍ୟ କେତେ। ସନ୍ଧ୍ୟାବେଳେ ବାପା ବୋଉ ମୁଁ ଭାତ ଖାଇ ବସିଥାଉ, ସେପଟେ ଟିଭି ଚାଲିଥାଏ। ଆଉ ଟିଭିରେ ଯେଉଁ ନ୍ୟୁଜ୍ଟା ଦେଲା ନା, ଗୋଡ଼ ତଳୁ ମାଟି ଖସିଗଲା। ଆଉ ସେତେବେଳେ ଏମିତି ଲାଗିଲା ନା, ଆପଣ ନିଜେ ଭାବନ୍ତୁ, ଗୋଟେ ଜିନିଷଟାକୁ ଆପଣ ଠିକ୍ କରିଥିବେ, ଏତେ କଷ୍ଟ ଦେଇଥିବେ, ଏତେ ଇଏ କରିଥିବେ, ଟିକିଏ ଭୁଲ ପାଇଁ ଯେତେବେଳେ ସେଇ ଜିନିଷଟା ନଷ୍ଟ ହେଇଯିବ ବୋଲି ଆପଣ ଭାବିବେ, ଆପଣ ଆଖି ଆଗରେ ସେ ଜିନିଷଟା ନଷ୍ଟ ହେବାର ଦେଖିବେ, ସେତେବେଳେ କେମିତି ଲାଗିବ, ମାନେ ଯେମିତି କହିବୁ ଛାତି କିଏ ଚିରିଦେଲା ସେଇ ପରିକା ଆମକୁ ଲାଗିଲା। ବାପା ମୋ ମୁହଁକୁ ଅନେଇଥାଏ, ମୁଁ ବୋଉ ମୁହଁକୁ ବି ଅନେଇଥାଉ। ଭାରି ଦୁଃଖ ଲାଗିଲା, ଭଗବାନ ଆମକୁ ଆଉ କେତେ ପରୀକ୍ଷା କରିବେ। ତ ସାଙ୍ଗେ ସାଙ୍ଗେ ବାପା ଆମର ଗୋଟେ ନୂଆ ପାଲ ପାଇଁ ଅର୍ଡ଼ର ଦେଲେ। କହିଲେ ତୁ କାଲି ଯାଇକି ଗୋଟେ ପାଲଟେ ନେଇକି ଆସିବୁ। କାରଣ ଆମର ଚାଳ ଘର ଯେହେତୁ ଥାଏ, ମାନେ ସେତେବେଳେ ଆମ ଘରେ ବହୁତ ପାଣି ଗଳେ ବର୍ଷା ହେଲେ। ତାକୁ ଆମେ ଛାଇବୁ, ଆମ ଜିନିଷ ବି ସେଭ୍ରେ ରହିବ। ଏଇଭଳି ଆମେ ବାପା ବୋଉ ମୁଁ କଥା ହେଉଥାଉ। ତ ମୁଁ ସେଠୁ ଖାଇ ଖୁଆଇକି ଯାଇକି ବିଛଣାରେ ଯେତେବେଳେ ଶୋଇଲି, ଖାଲି ମନରେ ଭାବୁଥାଏ ଯେ ଆଗକୁ କ'ଣ ହେବ, ଆମ ସହ କ'ଣ ଘଟିବ, ଦୀପାବଳିଟା କେମିତି ଯିବ, ଏମିତି ମନରେ ହଜାରେ ଚିନ୍ତା ଥାଏ। ସେତେବେଳେ ମନରେ ଗୋଟିଏ ଜିନିଷ ଭାବିଲି, ଯାହା ହେବ ଦେଖାହେବ, ଡରିବାର ନାହିଁ। ଏଇସବୁ ଭାବିକି ଶୋଇଲି।